ओम श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमें कंठरे बस माँ कंठरे बस। अति बड़ी जगन्नाथ दास रचित श्रीमद् भागवत महापुराण तृतीय स्कंधर आज आम द्वाविंश अध्याय श्रवण करवा। ଏହି ଅଧ୍ୟାୟରେ ଦେବହୂତିଙ୍କ ସହିତ କର୍ଦମ ପ୍ରଜାପତିଙ୍କ ବିବାହ କଥା ବର୍ଣ୍ଣନା କରାଯାଇଛି। ଏହାର ପ୍ରଥମ ଭାଗରେ ପଦ୍ୟାନ୍ତରୀ ଏବଂ ଦ୍ୱିତୀୟ ଭାଗରେ ଏହାର ବ୍ୟାଖ୍ୟା ଶ୍ରବଣ କରିବା। ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଫଲୋ କରନ୍ତୁ। ଫଳରେ ଆପଣ ପ୍ରତ୍ୟେକ ସ୍କନ୍ଧର ପ୍ରତ୍ୟେକ ଅଧ୍ୟାୟ ଶୁଣିବାକୁ ସକ୍ଷମ ହୋଇପାରିବେ ଏବଂ ଧୀରେ ଧୀରେ ଭାଗବତ ମହାପୁରାଣର ସମସ୍ତ ସ୍କନ୍ଧ ଶୁଣିବା ସହିତ ଆପଣଙ୍କର ପାପ କ୍ଷୟ ହେବା ସହିତ धर्म ज्ञान शास्त्र ज्ञान मध्य आपंकर वृद्धि हेब। तेबे आसंतु आरंभ करिबा द्वाविंश अध्याय। द्वाविंशे मनु विष्णु बोले कर्दमे कन्या समर्पिले मैत्रेय उवाच एमते राजा गुणग्राम आनंदे बर्णिले कर्दम शुणिन आपणा सुख्याति लज्जित होइले भूपति बोइले मुनि मुख चाहि शुण कर्दम दया बहि मनोवाच ब्रह्मार मुखरु संभूत तुम्भे सो भावे प्रजानाथ एणु पवित्र तुम्भ देहि सुविद्या तप छंदमयी जोगसा धने अलंपट तुम्भसा धन स्वर्गबाट ए तुम्भ धर्म रक्षा अर्थे से पिता मोह ए जगते सहस्र भुज तेज घेनी सृष्टि पालने पद्मजोनि क्षत्रिय जाति भिआइला से तेज सृष्टि आवरिला एबेनी तेजे बेनी रहे धर्म पालने देह बहे एणु तू मोर दर्शनु संशय गला मोर मनु जेणु नेक भाग्य मोर देखिली तुम्भर शरीर प्राकृत जन मानकर जे रूप अटे अगोचर तुम्भ चरण रजनीर पवित्र कला मो शरीर तुम्भर अनु शिक्षा पाई पवित्र कली निज दे तुम्भर वाक्ये कर्णपथ निश्चले होए कृतकृत्य मुएदु हिता स्नेह जड़ी ए माया मोह बंधे पड़ी एणु मो हर दुख मने कहिबी शुण सावधाने मोहर ज्येष्ठ बेनिसूत उतान पाद प्रिय व्रत तांक भगिनी ए सुमुखी ए देव हुति चंद्रमुखी ए बय गुणशील समे पति छई निज धर्मे तुम्भर रूप गुण जेते नारद एहार अग्रते कहिले मोहर साक्षाते तेणु कल्पिला एहा चिते मु एबे श्रद्धा प्रीति चिते घेनिमि लिली तो अग्रते तु धर्म ज्ञानी कर बर गृह में धीर कर्म कर एणे तो प्रतिवाद नाही निष्काम धर्मे जेबे थाई उद्यत भोग जेबे छाड़ी जे जानती विष्णु पथ माड़ी उभये जस तार नाही से पुणी अपज्ञा को पाई तुम्भर ब्रह्मचर्य व्रत अवधि हेला समापत एबे तू गृह मेधि धर्म करस फल ए उद्यम ए देव हुति कन्या मोर वेद प्रमाणे विभा कर कर्दम उवाच
ତୁମ୍ଭର ଆଜ୍ଞା ଶିରେ ଧରି ତୁମ୍ଭର ଆଜ୍ଞା ଶିରେ ଧରି ଏ ଦେବ ହୁତି ବିଭା କରି ରମିବି ସଂସାର ଧାରଣେ ଆତ୍ମାର ଉତ୍ପତ୍ତି କାରଣେ ଯେ ମନୁ ରାଜାର ଦୁହିତ ଉତ୍ତାନ ପାଦ ଯାର ଭ୍ରାତ ଏ ଗୁଣ ବତୀ କନ୍ୟାସାର କିୟ ବା ଦେବା ପଟାନ୍ତର ମୋହର କର୍ମେ ଏ ବିଦିତ ସୁନ୍ଦର ଗୁଣ ବର୍ଣ୍ଣଯୁକ୍ତ କେ ତାହା ଛାଡ଼ି ଅବାପାରେ ଶରୀର ବହି ଏ ସଂସାରେ କରିବି ଦାର ପରିଗ୍ରହ ତୁମ୍ଭେ ମୋ ହରେ ଦୟାବହ କିନ୍ତୁ ଏ ନିୟମ ମୋହର ଶୁଣ ହେ ଧର୍ମ ପାଳବର ଯାବତ ଏହା କୋଳେ ଜାତ ସୁନ୍ଦର ଗୁଣବନ୍ତ ପୁତ୍ର ତାବତ ଗୃହାଶ୍ରମେ ରହି ତହୁଁସ ନ୍ୟାସ କରିବଇ ତୁମ୍ଭ ବଚନ ମାନ୍ୟ ମୋର ଯେ ଭାବେ ଜନ ଉପକାର ଏମନ୍ତ ବିଷ୍ଣୁ ଅନୁମତି ତୁମ୍ଭଙ୍କୁ କହିଲି ସମ୍ପ୍ରତି ମୈତ୍ରେୟ ଉବାଚ ଏମନ୍ତେ ଦ୍ୱିଜ ବାକ୍ୟ ଶୁଣି ସନ୍ତୋଷ ଚିତ୍ତେ ରାଜାରାଣୀ ମୁନିଙ୍କି ବର ବେଶ କରି ବେଦ ବିଧାନେ କନ୍ୟାବରୀ ବିବାହ ଦେଇ ସେ ଉଛୁକ ଅନେକ ଦେଲେ ଯୌତୁକ ଭୂଷଣ ବସନ କାଞ୍ଚନ ଗୃହୋପକରଣ ବିଧାନ ଝିଅ ଜୁ ଆଇ ପ୍ରୀତି ଅର୍ଥେ ସେ ରାଣୀ ଦେଲେ ବହୁମତି ସକଳ ଦେଇବେ ନିଜନେ ବୋଧିଲେ ଅମୃତ ବଚନେ ଆନନ୍ଦ ଚିତ୍ତେ ଦଣ୍ଡଧାରୀ ମୁନିଙ୍କି ଆଲିଙ୍ଗନ କରି କଣ୍ଠକୁ ଣ୍ଠିତ ଅଶ୍ରୁମୁଖେ ଦୁହିତା ସ୍ନେହ ଭଙ୍ଗ ଦୁଃଖେ ହେ ମାତ ବୋଲି ଅଶ୍ରୁମୁଖ ଦୁହିତା ଦୁଃଖେ ଅତି ଦୁଃଖ ଦୁହିତା କେଶ ନେତ୍ର ଜଳେ ଅତିକା ତରେ ଆର୍ଦ୍ର କଲେ ମୁନିଙ୍କି କନ୍ୟା ଦାନ ଦେଇ ଆନନ୍ଦେ କୃତ କୃତ୍ୟ ହୋଇ ରଥ ରୋହିବେ ନିଜନେ ଗଲେ ସେ ଆପଣା ଭୁବନେ ଜାନ୍ତେ ଦେଖନ୍ତେ ନରପତି ଋଷିଙ୍କ ଆଶ୍ରମ ସମ୍ପତ୍ତି ସେ ପୁଣ୍ୟ ନଦୀ ସରସ୍ୱତୀ ଅତି ଶୋଭନ ତଟବତୀ ସେ ଋଷି କୁଲ୍ୟା ନଦୀ ତଟେ ଅନେକ ଋଷି ଜାନିକଟେ ଋଷି କୁଲ୍ୟା ନଦୀ ଅର୍ଥାତ୍ ଋଷି କୂଳ ସେବିତ ସରସ୍ୱତୀ ନଦୀ ଅନେକ ଋଷି ଜାନିକଟେ ପର୍ଣ୍ଣକୁଟୀର ସେ ଭିଆଇ ସୁଦୃଢ଼େ କୁଶ କାଶ ଛାଇ ସେ ନଦୀ ତୀରେ ସୁଖେ ରହି ବିଷ୍ଣୁ ଭଜନେ ଯଜ୍ଞ ଦାହି ତା ତଟେ ମୁନିଙ୍କ ଆଶ୍ରମ ଦେଖିତା ଶୋଭା ଅନୁପମ ମନୁର ଚିତ୍ତ ତୃପ୍ତ ହେଲା ସ୍ୱଗୃହ ମାର୍ଗେ ଚଳିଗଲା ସେ ବ୍ରହ୍ମା ବର୍ତ୍ତ ପ୍ରଜାଜନେ ମନୁଆ ସନ୍ତେ ସ୍ୱଭୁବନେ ହରସେ ରାଜାର ଅଗ୍ରତେ ମିଳିଲେ ବାଦ୍ୟ ସ୍ତୁତି ଗୀତେ ଜାନାମ ବହି ସ୍ମୃତି ପୁରୀ ତହିଁ ବି ଜୟେ ଦଣ୍ଡଧାରୀ ବରାହ ଅଙ୍ଗର କମ୍ପନେ ରୋମ ପଡ଼ିଲା ଯେଉଁ ସ୍ଥାନେ ସେ କୁଶ କାଶ ହୋଇ ଜହିଁ ନିତ୍ୟ ହରିର ତେଜ ବହି ପୂର୍ବରୁ ସିଏ ଯେଣେ କରି ଅସୁରଙ୍କର ଦର୍ପହରି ଯେ ଯଜ୍ଞ ବିଷ୍ଣୁ ପାଦ ତଳେ ଯଜ୍ଞେ ପୂଜିଲେ କମେଳେ ସେ ମନୁ ସ୍ଥାନ ତହିଁ ପାଇ ଯଜ୍ଞ ପୁରୁଷ ଯଜ୍ଞ ଦାହି ପୁରନିମିତ କୁଶ କାଶେ ସେ ସ୍ଥାନେ ତାପ ତ୍ରୟ ନାଶେ ସେ ଗୃହେ ପତ୍ନୀ ତୁଲେ ରହି ସନ୍ତନ୍ତି ସଙ୍ଗେ ପ୍ରିୟ ବହି କଳ୍ପିତ ସୁଖ ବହି ଭୋଗେ ସେ ପ୍ରଜା ଅର୍ଥେ ରତି ରଙ୍ଗେ
ସୁସ୍ୱର ଗୀତ ନାଦ ଧ୍ୱନି ଗନ୍ଧର୍ବେ ସ୍ତ୍ରୀ ବୃନ୍ଦ ଘେନି ସଙ୍ଗୀତ ରସ ବୀଣା ନାଦେ ଲଳିତ ଗୀତ ଅନୁବାଦେ ପ୍ରତିଦିବସ ରାତ୍ରି ଅନ୍ତେ କୃଷ୍ଣଚରିତ ହୃଦଗତେ କର୍ଣ୍ଣେ ଶୁଣନ୍ତି ଧ୍ୟାନ କରି ଚିତ୍ତେ ଗୋବିନ୍ଦ ଭାବ ଭରି ନିରତେ କୃଷ୍ଣ ନାମ ଘୋଷେ ସେବେନି ଜନେ ଗୃହବାସେ ବିଷ୍ଣୁ ଚରିତ ହୃଦେ ଭରି ନାମ ଶ୍ରବଣେ ଆଶା କରି ସେ ମନୁ ଯୋଗ ମାୟା ଭୋଗେ ଥିଲେ ହେଁ ତାହାଙ୍କୁ ନ ଲାଗେ ଯେଣୁ ସେ ହରି ପରାୟଣ ଅଟଇ ମନୁ ନୃପରାଣ କୃଷ୍ଣର କଥା କର୍ଣ୍ଣେ ଶୁଣେ ତାରୂପ ଧ୍ୟାନେ ପରିମାଣେ ମୁଖେର ଟନ୍ତି ନାମ ତାର ତା କଥା କହି ନିରନ୍ତର ଜାଗ୍ରତ ସ୍ୱପ୍ନ ଯେ ସୁଷୁପ୍ତି ତାହାକୁ କେହି ନ ବାଧନ୍ତି ଏମନ୍ତେ ନିଜ ମନନ୍ତର ଯେ ଯୁଗ ଗଣନା ବ୍ୟବହାର ଏକସପ୍ତତି ଚର୍ତି ଯୁଗେ ଏକସପ୍ତତି ଚତୁର୍ଯୁଗେ ହୋଇଲା ମନନ୍ତର ଭୋଗୀ ଏମନ୍ତେ ହରି ଭାବ କରି ତୃତୀୟ ତାପୁ ସେ ନିସ୍ତରି ତୃତୀୟ ତାପ ବା ତ୍ରିତାପ କହିଲେ ଆଧି ଭୌତିକ ଆଧି ଦୈବିକ ଓ ଆଧ୍ୟାତ୍ମିକ ସେ ପୁଣି ମୁନିଙ୍କର ବୋଲେ ବିବିଧ ଧର୍ମ ହିଁ କହିଲେ ତ୍ରିବିଧ ବାଧା ଲୋକେ ଅଛି ଭକ୍ତଙ୍କୁ ନ ଲାଗଇ କିଛି ମନୁର ବାଧା ହିଁ ନଥିଲା ଯେଣୁ ହରିଙ୍କି ଆଶ୍ରେ କଲା ଶୁଣବି ଦୂର ପୁଣ୍ୟ ଦେହା କହିଲି ପଚାରିଲୁ ଯାହା ସେ ଆଦି ରାଜ ମନୁ କଥା ଶୁଣନ୍ତେ ତୁଟେ ଭବ ବ୍ୟଥା ଏ ସୃଷ୍ଟି ଆଦିର କାରଣ ଏବେ ହୋ ମନୁ ବଂଶ ଶୁଣ ତୃତୀୟ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସହିତାୟଂ ତୃତୀୟ ସ୍କନ୍ଧେ ଦେବହୂତି ପ୍ରଦାନ ନାମ ଦ୍ୱାବିଂଶୋଧ୍ୟାୟ। ଏବେ ଆସନ୍ତୁ ଏହି ଅଧ୍ୟାୟରେ ବ୍ୟାଖ୍ୟା ଶୁଣିବା। ଏହି ଅଧ୍ୟାୟରେ କୁଶ ଯେଉଁ କୁଶ ଆସନ କଥା ଆମେ ଜାଣୁଛେ ବା କୁଶ ବ୍ୟବହାର କରାଯାଉଛି ବ୍ରାହ୍ମଣ ଗୋସାଇଁ ମାନେ ଯେଉଁ କୁଶ ବ୍ୟବହାର କରନ୍ତି ତାହାର ଉତ୍ପତ୍ତି ବିଷୟରେ ଏଠି ବର୍ଣ୍ଣନା କରାଯାଇଛି। ଟିକେ ଧ୍ୟାନ ସହ ଶୁଣିଲେ ତା ବିଷୟରେ ଆମର ଜ୍ଞାନ ଆସିଯିବ। ମୁନିବର ମୈତ୍ରେୟ କହିଲେ, ହେ ବିଦୁର, କର୍ଦ୍ଦମ ମୁନି ଏପରି ଭାବରେ ମନୁଙ୍କର ସକଳ ଗୁଣ ଓ କର୍ମର ଶ୍ରେଷ୍ଠତା ବର୍ଣ୍ଣନା କଲେ। ମନୁ ନିଜର ପ୍ରଶଂସା ଶୁଣି କିଞ୍ଚିତ୍ ସଂକୋଚ ଅନୁଭବ କଲେ ଏବଂ ସେହି ନିବୃତ୍ତି ପରାୟଣ ମୁନିଙ୍କୁ କହିଲେ। ମନୁ ମହାରାଜ କହିଲେ, ହେ ମୁନିବର, ବେଦମୂର୍ତ୍ତି ଭଗବାନ ବ୍ରହ୍ମା ନିଜର ବେଦମୟ ବିଗ୍ରହକୁ ରକ୍ଷା କରିବା ନିମନ୍ତେ ତପ ବିଦ୍ୟା ଓ ଯୋଗରେ ସମ୍ପନ୍ନ ତଥା ବିଷୟ ପ୍ରତି ଅନାସକ୍ତ ବ୍ରାହ୍ମଣମାନଙ୍କୁ ନିଜର ମୁଖରୁ ପ୍ରକଟ କଲେ ଏବଂ ସେହି ସହସ୍ର ଚରଣଧାରୀ ବିରାଟ ପୁରୁଷ ଆପଣମାନଙ୍କର ସୁରକ୍ଷା ନିମନ୍ତେ ହିଁ ନିଜର ସହସ୍ର ଭୁଜମାନଙ୍କରୁ ଆମ ଭଳି କ୍ଷତ୍ରିୟମାନଙ୍କୁ ଉତ୍ପନ୍ନ କଲେ। ତେଣୁ ବ୍ରାହ୍ମଣମାନଙ୍କୁ ତାହାଙ୍କର ହୃଦୟ ଓ କ୍ଷତ୍ରିୟମାନଙ୍କୁ ତାହାଙ୍କର ଶରୀର ବୋଲାଯାଏ। ସୁତରାଂ ଗୋଟିଏ ମାତ୍ର ଶରୀର ସଙ୍ଗେ ସମ୍ବନ୍ଧିତ ହୋଇଥିବାରୁ ନିଜେ ନିଜକୁ ଓ ଏକ ଆରେକକୁ ରକ୍ଷା କରୁଥିବା ବ୍ରାହ୍ମଣ ଓ କ୍ଷତ୍ରିୟମାନଙ୍କୁ ବାସ୍ତବରେ ସେହି ଶ୍ରୀହରି ହିଁ ରକ୍ଷା କରନ୍ତି, ଯେ କି ସମସ୍ତ କାର୍ଯ୍ୟ କାରଣ ରୂପ ହୋଇ ମଧ୍ୟ ବାସ୍ତବରେ ନିର୍ବିକାର। ଆପଣଙ୍କର ଦର୍ଶନ ମାତ୍ରେ ମୋର ସକଳ ସନ୍ଦେହ ଦୂର ହୋଇଗଲା, କାରଣ ଆପଣ ମୋର ପ୍ରଶଂସା କରିବା ଛଳରେ ପ୍ରଜା ପାଳନ ପାଇଁ ଇଚ୍ଛା କରୁଥିବା ରାଜାଙ୍କର ଧର୍ମ ସାଧରେ ନିରୂପଣ କରିଦେଲେ। ଅଜିତେନ୍ଦ୍ରିୟ ପୁରୁଷଙ୍କର ପକ୍ଷେ ଆପଣଙ୍କର ଦର୍ଶନ ଲାଭ ଅତ୍ୟନ୍ତ ଦୁର୍ଲଭ। ମୋର ବଡ଼ ଭାଗ୍ୟ ଯେ ମୋତେ ଆପଣଙ୍କର ଦର୍ଶନ ମିଳିଗଲା ଏବଂ ମୁଁ ଆପଣଙ୍କ ଚରଣ ଯୁଗଳର ମଙ୍ଗଳମୟୀ ରଜ ମସ୍ତକରେ ଧାରଣ କରି କୃତାର୍ଥ ହୋଇଗଲି। ମୋର ଭାଗ୍ୟୋଦୟ ହେବାରୁ ହିଁ ଆପଣ ମୋତେ ରାଜଧର୍ମ ଶିକ୍ଷା ଦେଇ ମୋ ଉପରେ ବିରାଟ ଅନୁଗ୍ରହ କଲେ ଏବଂ ମୋର ଶୁଭ ପ୍ରାରବ୍ଧ ଉଦୟ ହେବାରୁ ହିଁ ମୁଁ ଆପଣଙ୍କର ଏହି ପବିତ୍ର ବାଣୀ ମନକର୍ଣ୍ଣ ଦେଇ ଶୁଣିପାରିଲି। ହେ ମୁନିବର, ଏହି କନ୍ୟା ପ୍ରତି ଅଧିକ ସ୍ନେହ ହେତୁ ମୋର ଚିତ୍ତ ବଡ଼ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ତେଣୁ ଆପଣ ଏହି ଦିନଜନର ବା ମୋର ଗୋଟିଏ ପ୍ରାର୍ଥନା କୃପାପୂର୍ବକ ଶୁଣନ୍ତୁ। ମୋର ଏହି କନ୍ୟା ହେଉଛନ୍ତି ପ୍ରିୟବ୍ରତ
ଓ ଉତ୍ତାନପାଦର ଭଉଣୀ। ଏ ବୟସ ସ୍ୱଭାବ ଓ ଗୁଣ ଆଦିରେ ନିଜର ଯୋଗ୍ୟ ସ୍ୱାମୀଟିଏ ପାଇବାକୁ ଚାହୁଁଛି। ଯେଉଁଦିନୁ ନାରଦଙ୍କ ମୁଖରୁ ଆପଣଙ୍କର ସ୍ୱଭାବ, ବିଦ୍ୟା, ରୂପ, ଆୟୁ ଓ ଗୁଣମାନଙ୍କରେ ବର୍ଣ୍ଣନା ଶୁଣିଲାଣି, ସେହିଦିନୁ ଏକମାତ୍ର ଆପଣଙ୍କୁ ହିଁ ପତି ରୂପେ ବରଣ କରିବାକୁ ନିର୍ଣ୍ଣୟ କରିନେଇଛି। ହେ ଦ୍ୱିଜବର, ବଡ଼ ଶ୍ରଦ୍ଧାର ସହିତ ମୁଁ ଆପଣଙ୍କୁ ଏହି କନ୍ୟାଟି ସମର୍ପଣ କରୁଛି। ଏହାକୁ ଗ୍ରହଣ କରନ୍ତୁ। ଗୃହସ୍ଥଚିତ କାର୍ଯ୍ୟ ନିମନ୍ତେ ଏ ସକଳ ପ୍ରକାରେ ଆପଣଙ୍କର ଯୋଗ୍ୟା। ଯେଉଁ ଭୋଗ ସ୍ୱତଃ ପ୍ରାପ୍ତ ହୋଇଯାଏ, ଅନାସକ୍ତ ପୁରୁଷ ମଧ୍ୟ ତାହାକୁ ଅବହେଳା କରିବା ଉଚିତ ନୁହେଁ। ଏ ବିଷୟରେ ବିଷୟାସକ୍ତଙ୍କ କଥା ବା ଆଉ କ'ଣ କହିବା? ଯେଉଁ ପୁରୁଷ ଆପେ ଆପେ ପ୍ରାପ୍ତ ହୋଇଥିବା ଭୋଗକୁ ଅନାଦର କରି ପୁଣି କୌଣସି କୃପଣ ପାଖର ହାତରେ ପ୍ରସାରନ୍ତି ବା ଦେଇଦିଅନ୍ତି, ତାହାଙ୍କର ସୁବିସ୍ତୃତ ଯଶ ନଷ୍ଟ ହୋଇଯାଏ ଏବଂ କେହି ତାଙ୍କ ମାଗୁଣିକୁ ଅମାନ୍ୟ କରିଦେଲେ ସମାନ ମଧ୍ୟ ହାନି ହୁଏ। ହେ ବିଦ୍ୱାନ, ମୁଁ ଶୁଣିଲି ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତେଣୁ ମୁଁ ଏହି କନ୍ୟାକୁ ଆପଣଙ୍କ ହାତରେ ଅର୍ପଣ କରୁଛି। ଏହାକୁ ଗ୍ରହଣ କରନ୍ତୁ। କର୍ଦ୍ଦମ ମୁନି କହିଲେ, ଠିକ୍ ଅଛି, ମୁଁ ବିବାହ କରିବାକୁ ଚାହୁଁଛି। ଆପଣଙ୍କର କନ୍ୟା ତ ଅନ୍ୟ କାହା ସହିତ ବାଗ୍ଦାନ ହୋଇନାହିଁ, ତେଣୁ ଆପଣ ଦୁହିଁଙ୍କର ବିବାହ ସର୍ବଶ୍ରେଷ୍ଠ ବ୍ରାହ୍ମବିଧିରେ ହେବା ଉଚିତ। ବ୍ରାହ୍ମବିଧିରେ ମନୁସ୍ମୃତିରେ 8 ପ୍ରକାର ବିବାହର ଉଲ୍ଲେଖ ରହିଛି। ଗୋଟେ ହେଲା ବ୍ରାହ୍ମ, ଦୈବ, ଆର୍ଷ, ପ୍ରଜାପତ୍ୟ, ଅସୁର, ଗାନ୍ଧର୍ବ, ରାକ୍ଷସ ଓ ପୈଶାଚ। ଏସବୁର ଲକ୍ଷଣ ସେହି ସ୍ମୃତିରେ 3ୟ ଅଧ୍ୟାୟରେ ଦ୍ରଷ୍ଟବ୍ୟ। ଏଗୁଡ଼ିକ ମଧ୍ୟରୁ ସର୍ବଶ୍ରେଷ୍ଠ ହେଲା ବ୍ରାହ୍ମବିଧି। ଏହି ବିଧିରେ କନ୍ୟା ପିତା କନ୍ୟାକୁ ଯୋଗ୍ୟ ବର ହାତରେ ଦାନ କରନ୍ତି। ହେ ରାଜନ, ବେଦୋକ୍ତ ବିବାହ ବିଧିରେ ପ୍ରସିଦ୍ଧ ଯେଉଁ ଗୁଭଣମାମିତେ ଇତ୍ୟାଦି ମନ୍ତ୍ରମାନଙ୍କରେ କୁହାଯାଇଥିବା କାମନା ବା ସନ୍ତାନ ଉତ୍ପାଦନ ରୂପୀ ମନୋରଥ ରହିଛି, ଆପଣଙ୍କର ଏହି କନ୍ୟା ସହିତ ମୋର ବିବାହ ହୋଇଗଲେ ତାହା ସଫଳ ହୋଇଯିବ। ନିଜର ଅଙ୍ଗକାନ୍ତିରେ ଆଭୂଷଣ ଆଦିର ଶୋଭାକୁ ମଧ୍ୟ ପରାସ୍ତ କରୁଥିବା ଆପଣଙ୍କର ଏହି କନ୍ୟାକୁ କିଏ ବା ଆଦର ନ କରିବ? ଥରେ ରାଜମହଲର ଛାତ ଉପରେ ଏହି କନ୍ୟା ପେଣ୍ଡୁ ଖେଳୁଥିଲା। ପେଣ୍ଡୁ ପଛରେ ଏଣେ ତେଣେ ଧାଉଁଥିବାରୁ ଏହାର ନେତ୍ର ଚଞ୍ଚଳ ହୋଇଯାଇଥିଲେ ଏବଂ ପାଦର ପାଉଁଜି ସୁମଧୁର ଭାବରେ ରୁଣଝୁଣ ଝଙ୍କାର କରୁଥିଲା। ସେତେବେଳେ ଏହାକୁ ଦେଖି ବିଶ୍ୱାବସୁ ଗନ୍ଧର୍ବ ଏଭଳି ମୋହିତ ହୋଇଗଲେ ଯେ ସେ ନିଜ ବିମାନରୁ ତଳକୁ ଖସି ପଡ଼ିଲେ। ସେହି କନ୍ୟା ବର୍ତ୍ତମାନ ସ୍ୱୟଂ ଆସି ଯେଉଁଠି ପ୍ରାର୍ଥନା କରୁଛି, ଏପରି ଅବସ୍ଥାରେ କେଉଁ ବୁଦ୍ଧିମାନ ପୁରୁଷ ଭଲା ଏହାକୁ ଗ୍ରହଣ ନ କରିବ? ଏ ତ ହେଉଛି ସାକ୍ଷାତ ଆପଣଙ୍କ ପରି ମହାରାଜ ଶ୍ରୀ ସ୍ୱୟଂଭୁବ ମନୁଙ୍କର ଆଦରର କନ୍ୟା ଏବଂ ଉତ୍ତାନପାଦଙ୍କର ସ୍ନେହର ଭଉଣୀ। ପୁଣି ଏ ହେଉଛି ରମଣୀମାନଙ୍କ ମଧ୍ୟରେ ରତ୍ନ ସମାନ। ଯେଉଁମାନେ କେବେ ଲକ୍ଷ୍ମୀଙ୍କ ଚରଣରେ ଉପାସନା କରିନାହାନ୍ତି, ସେମାନେ ତ ଏହାର ଦର୍ଶନ ମଧ୍ୟ ଲାଭ କରିପାରିବେ ନାହିଁ। ତେଣୁ ଆପଣଙ୍କର ଏହି ସ୍ୱାଧ୍ୱୀ କନ୍ୟାକୁ ମୁଁ ନିଶ୍ଚିତ ରୂପେ ଗ୍ରହଣ କରିବି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ଯେ ପର୍ଯ୍ୟନ୍ତ ଏହାର ସନ୍ତାନ ହୋଇନଥିବ, ସେ ପର୍ଯ୍ୟନ୍ତ ମୁଁ ଗୃହସ୍ଥ ଧର୍ମ ଅନୁସାରେ ଏହା ସହିତ ରହିବି। ସନ୍ତାନ ଜନ୍ମ ହେବା ପରେ ଭଗବାନଙ୍କ ଦ୍ୱାରା ନିର୍ଦ୍ଦେଶିତ ସନ୍ନ୍ୟାସ ପ୍ରଦାନ, ହିଂସାରହିତ ସମଦମାଦି ଧର୍ମକୁ ହିଁ ମୁଁ ଅଧିକ ମହତ୍ତ୍ୱ ଦେବି। ଯାହାଙ୍କ ଠାରୁ ଏହି ବିଚିତ୍ର ଜଗତ ଉତ୍ପନ୍ନ ହୋଇଛି, ଯାହାଙ୍କ ଭିତରେ ଏହା ଦିନେ ଲୀନ ହୋଇଯିବ ଏବଂ ଯାହାଙ୍କ ଆଶ୍ରୟରେ ଏହା ପାଳିତ ହେଉଛି, ମୋ ପକ୍ଷରେ ସେହି ପ୍ରଜାପତିମାନଙ୍କର ମଧ୍ୟପତି ଭଗବାନ ଅନନ୍ତ ହିଁ ସର୍ବାଧିକ ମାନ୍ୟ। ମୁନିବର ମୈତ୍ରେୟ କହିଲେ, ହେ ପରମ ପରାକ୍ରମୀ ଧନୁର୍ଦ୍ଧର ବିଦୁର, କର୍ଦ୍ଦମ କେବଳ ଏତିକି ହିଁ କରିପାରିଲେ ଏବଂ ଏହା ପରେ ପରେ ହୃଦୟରେ ପଦ୍ମନାଭ ଭଗବାନଙ୍କୁ ଧ୍ୟାନ କରି ସେହି ଧ୍ୟାନରେ ବୁଡ଼ିଗଲେ ଏବଂ ମୌନ ହୋଇଗଲେ। ସେତେବେଳେ ତାହାଙ୍କର ମୃଦୁହାସ୍ୟଯୁକ୍ତ ମୁଖ କମଳକୁ ଦେଖି ଦେବହୂତିଙ୍କ ଚିତ୍ତ ପ୍ରଲୁବ୍ଧ ହୋଇଗଲା। ମନୁ ଦେଖିଲେ ଏହି ବିବାହ ପ୍ରସ୍ତାବରେ ମହାରାଣୀ ଶତରୂପା ଓ ରାଜକୁମାରୀ ଦେବହୂତିଙ୍କର ସ୍ପଷ୍ଟ ସ୍ୱୀକୃତି ରହିଛି। ତେଣୁ ସେ ବହୁଗୁଣ ସମ୍ପନ୍ନ କର୍ଦ୍ଦମଙ୍କ ହାତରେ ତାଙ୍କରି ସମାନ ଗୁଣବତୀ କନ୍ୟାକୁ ପ୍ରସନ୍ନତାପୂର୍ବକ ପ୍ରଦାନ କରିଦେଲେ। ମହାରାଣୀ ଶତରୂପା ମଧ୍ୟ ଝିଅ ଜ୍ୱାଇଁଙ୍କୁ ବଡ଼ ଆଦରରେ ବହୁ ମୂଲ୍ୟବାନ ବସ୍ତ୍ର, ଆଭୂଷଣ ଓ ଗୃହସ୍ଥଚିତ ବାସନକୁସନ ଯୌତୁକ ରୂପରେ ପ୍ରଦାନ କଲେ। ଏପରି ଭାବରେ ସୁଯୋଗ୍ୟ ବରପାତ୍ର ହାତରେ କନ୍ୟା ଦାନ କରି ମହାରାଜ ମନୁ ନିଶ୍ଚିନ୍ତ ହୋଇଗଲେ। ଫେରିବା ସମୟରେ ବିୟୋଗ ଦୁଃଖ ସହି ନ ପାରି ମନୁ ଦେବହୂତିକୁ ହୃଦୟରେ ଭିଡ଼ି ଧରି ମା ମା କହି କାନ୍ଦି ପକାଇଲେ। ତାହାଙ୍କ ଆଖିରୁ ଝରୁଥିବା ଅଶ୍ରୁଧାରା ଦେବହୂତିଙ୍କ କେଶଗୁଚ୍ଛକୁ ଭିଜାଇ ଦେଲା। ଶେଷରେ ସେ ମୁନିବର କର୍ଦ୍ଦମକୁ ଫେରିବାର ଇଚ୍ଛା ଜଣାଇ ତାହାଙ୍କର ଆଜ୍ଞାକ୍ରମେ ରାଣୀଙ୍କ ସହିତ ରଥରେ ବସି
ନିଜ ସେବକମାନଙ୍କ ମେଳରେ ଋଷି କୂଳ ସେବିତ ସରସ୍ୱତୀ ନଦୀର ଉଭୟ କୂଳରେ ମୁନିଗଣଙ୍କର ଆଶ୍ରମମାନଙ୍କର ଶୋଭା ଦର୍ଶନ କରି କରି ନିଜ ରାଜଧାନୀ ଅଭିମୁଖେ ଯାତ୍ରା କଲେ। ମହାରାଜ ଆସୁଛନ୍ତି ଶୁଣି ବ୍ରହ୍ମାବର୍ତ୍ତର ପ୍ରଜାମାନେ ଅତ୍ୟନ୍ତ ଆନନ୍ଦିତ ହୋଇଗଲେ। ସେମାନେ ସ୍ତୁତି ଗୀତ ଓ ବିବିଧ ବାଦ୍ୟ ସହିତ ମନୁଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ବାହାରି ପଡ଼ିଲେ। ସକଳ ପ୍ରକାର ସମ୍ପଦରେ ପୂର୍ଣ୍ଣ ବହିଷ୍ମତୀ ନଗରୀ ଥିଲା ମନୁଙ୍କର ରାଜଧାନୀ। ପୃଥିବୀକୁ ରସାତଳରୁ ଉଦ୍ଧାର କରିବା ପରେ ଶ୍ରୀ ବରାହ ଭଗବାନ ତାଙ୍କର ଶରୀର ଝାଡ଼ି ଦେବାରୁ ଏଠାରେ ତାହାଙ୍କର କିଛି ରୋମ ଝଡ଼ି ପଡ଼ିଥିଲା। ସେହି ରୋମଗୁଡ଼ିକ ହିଁ ସଦା ସବୁଜ ହୋଇ ରହୁଥିବା କୁଶ ଓ କାଶତଣ୍ଡି ଗଛରେ ପରିଣତ ହୋଇଗଲା। ସେହି କୁଶ ଓ କାଶ ଦ୍ୱାରା ମୁନିମାନେ ଯଜ୍ଞରେ ବିଘ୍ନ ଘଟାଉଥିବା ଦୈତ୍ୟମାନଙ୍କୁ ବିତାଡ଼ିତ କରି ଭଗବାନ ଯଜ୍ଞ ପୁରୁଷକୁ ଯଜ୍ଞରେ ଆରାଧନା କରୁଥିଲେ। ମହାରାଜ ମନୁ ମଧ୍ୟ ବରାହ ଭଗବାନଙ୍କର ଠାରୁ ଏହି ଭୂମିରୂପ ନିବାସ ସ୍ଥାନ ପାଇଥିବାରୁ ଏଠାରେ କୁଶ ଓ କାଶର ବହି ଅର୍ଥାତ୍ ଆସନ ବିଛାଇ ଯଜ୍ଞ ପୁରୁଷ ଭଗବାନଙ୍କୁ ପୂଜା କରୁଥିଲେ। ନିଜର ନିବାସ ସ୍ଥାନ ବହିଷ୍ମତୀ ପୁରୀରେ ପହଞ୍ଚି ମନୁ ତାଙ୍କର ତ୍ରିତାପନାଶକ ଭବନରେ ପ୍ରବେଶ କଲେ। ସେଠାରେ ନିଜର ଭାର୍ଯ୍ୟା ଓ ସନ୍ତତିମାନଙ୍କ ସହିତ ସେ ଧର୍ମ ଅର୍ଥ ଓ ମୋକ୍ଷର ଅନୁକୂଳ କାର୍ଯ୍ୟରେ ଲାଗିଗଲେ। ପ୍ରାତଃ କାଳରେ ଗନ୍ଧର୍ବଗଣ ସେମାନଙ୍କର ସ୍ତ୍ରୀମାନଙ୍କ ସହିତ ତାଙ୍କର ଗୁଣଗାନ କରୁଥିଲେ, କିନ୍ତୁ ମନୁ ସେଥିରେ ଆସକ୍ତ ନ ହୋଇ ଭାବପୂର୍ଣ୍ଣ ହୃଦୟରେ ଶ୍ରୀହରିଙ୍କର ବିଭିନ୍ନ ଚରିତ୍ର ଶୁଣୁଥିଲେ। ସେ ଇଚ୍ଛା ଅନୁସାରେ ଭୋଗ୍ୟ ପଦାର୍ଥ ଲାଭ କରିବାକୁ ସକ୍ଷମ ଥିଲେ, କିନ୍ତୁ ମନନଶୀଳ ଓ ଭଗବତ ପରାୟଣ ହୋଇଥିବାରୁ ଭୋଗ ତାଙ୍କୁ ଆଦୌ ବିଚଳିତ କରିପାରୁନଥିଲା। ଭଗବାନ ବିଷ୍ଣୁଙ୍କ ଚରିତ୍ର ଶ୍ରବଣ ଓ ଧ୍ୟାନ ରଚନା ଓ ନିରୂପଣ କରିବା ଦ୍ୱାରା ତାହାଙ୍କର ଏକ ମନନ୍ତର ବ୍ୟାପୀ ଦୀର୍ଘ ଶାସନ କାଳକୁ କ୍ରମେ କ୍ରମେ ଗ୍ରାସ କରି ଚାଲିଥିବା କ୍ଷଣଗୁଡ଼ିକ କଦାପି ବୃଥାରେ କଟୁନଥିଲା। ଏପରି ଭାବରେ ଜାଗ୍ରତ ଆଦି ତିନି ଅବସ୍ଥାରୁ ଅତୀତ ହୋଇ ଏବଂ ତିନି ଗୁଣକୁ ଜୟ କରି ସେ ଭଗବାନ ବାସୁଦେବଙ୍କର କଥା ପ୍ରସଙ୍ଗରେ ମଜି ରହିବା ପୂର୍ବକ ନିଜ ମନନ୍ତରର 71 ଚତୁର୍ଯୁଗୀ କାଳ କାଟିଦେଲେ। ହେ ବ୍ୟାସନନ୍ଦନ ବିଦୁର, ଯେଉଁମାନେ ଶ୍ରୀହରିଙ୍କର ଆଶ୍ରିତ ତାଙ୍କୁ ଶାରୀରିକ, ମାନସିକ, ଦୈବିକ, ମାନସିକ ଅଥବା ଭୌତିକ ଦୁଃଖ କିପରି ବା କଷ୍ଟ ଦେଇପାରିବ? ମନୁ ନିରନ୍ତର ସକଳ ପ୍ରାଣୀଙ୍କ ହିତରେ ରତ ଥିଲେ। ମୁନିମାନେ ପଚାରିବାରୁ ସେ ମନୁଷ୍ୟମାନଙ୍କର ତଥା ମନୁଷ୍ୟ ବର୍ଣ୍ଣ ଓ ଆଶ୍ରମର ବିଭିନ୍ନ ପ୍ରକାର ମଙ୍ଗଳମୟ ଧର୍ମ ମଧ୍ୟ ବର୍ଣ୍ଣନା କରିଥିଲେ। ତାହା ମନୁ ସଂହିତା ରୂପରେ ଏବେ ମଧ୍ୟ ଉପଲବ୍ଧ ହେଉଛି। ଜଗତର ସର୍ବପ୍ରଥମ ସମ୍ରାଟ ମହାରାଜ ମନୁ ବାସ୍ତବରେ ସ୍ତୁତିର ଯୋଗ୍ୟ ଥିଲେ। ମୁଁ ତାହାଙ୍କର ଅଦ୍ଭୁତ ଚରିତ୍ର ବର୍ଣ୍ଣନା କରିଦେଲି। ଏଥର ତାଙ୍କ କନ୍ୟା ଦେବହୂତିଙ୍କର ପ୍ରଭାବ ଶୁଣ। ଏହା ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହି କଥା ଶୁଣିବା। ତ ଏହି ଅଧ୍ୟାୟରେ ଆମେ ଦୁଇଟା କଥା ଜାଣିପାରିବା ଯେ କୁଶ ଆଉ କାଶତଣ୍ଡି ଦୁଇଟା ତୃଣର କଥା କିପରି ଉତ୍ପନ୍ନ ହେଲା ତାହାର କଥା ବର୍ଣ୍ଣନା କରାଯାଇଛି ଏବଂ ମନୁସ୍ମୃତି କ'ଣ ଏବଂ ମନୁସ୍ମୃତିରେ କେଉଁ କଥା ସବୁ ବର୍ଣ୍ଣନା କରିଛନ୍ତି ସେହି ବିଷୟ ମଧ୍ୟ ଏଠାରେ ଆମେ ଜ୍ଞାନ ଆହରଣ କରିପାରିବା। ଏମିତି ଧାରାବାହିକ ଭାବରେ ଶୁଣନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। କଳିଯୁଗ 99% ଖରାପ, କିନ୍ତୁ 1% ଭଲ। 1% ଯେଉଁ ଭଲ ତାହାର ପ୍ରଭାବ 99% ଉପରେ ପଡ଼ିଥାଏ, କାରଣ 99% କଳିଯୁଗରେ ସମସ୍ତଙ୍କ ଉପରେ ଉପଲବ୍ଧ ହୋଇଥାଏ, କିନ୍ତୁ ଆମେ ତାହାକୁ ଅନୁଭବ କରିପାରୁନା। ଶାସ୍ତ୍ର ଅଧ୍ୟୟନ କଲେ ଆପଣମାନେ ଜାଣିପାରିବେ ଯେ କଳିଯୁଗର ପ୍ରଭାବ ଦ୍ୱାରା ମନୁଷ୍ୟ କିପରି କ୍ଷତିଗ୍ରସ୍ତ ହୁଏ। ତେଣୁ ଏହି କଳିଯୁଗରୁ ଆପଣମାନେ ନିସ୍ତାର ପାଇବା ପାଇଁ ବା କଷ୍ଟକୁ ଅନୁଭବ ନ କରିବା ପାଇଁ ଶାସ୍ତ୍ର ଅଧ୍ୟୟନ କରନ୍ତୁ। ଶ୍ରୀମଦ୍ ଭାଗବତ ମହାପୁରାଣ, ଶ୍ରୀମଦ୍ ଭଗବତ ଗୀତା ଅତି କମରେ ଏ ଦୁଇଟି ଗ୍ରନ୍ଥ ନିଶ୍ଚୟ ପଢ଼ନ୍ତୁ। ଫଳରେ ଆପଣଙ୍କର ଘରେ ଏହା ରହିବା ଦ୍ୱାରା ପାରସ୍ପରିକ ସୌହାର୍ଦ୍ଦ୍ୟ ବାତାବରଣ ସୃଷ୍ଟି ହେବ ଏବଂ ଆପଣଙ୍କର ପାପ କ୍ଷୟ ହେବା ସହିତ ଭଗବାନଙ୍କ ମଧ୍ୟ ଚରଣାଶ୍ରିତ ହୋଇପାରିବେ। ଫଳରେ ଯେଉଁ କଳି ଯୁଗର ପ୍ରଭାବ ଆପଣଙ୍କ ଉପରେ, ଆପଣଙ୍କ ପରିବାର ଉପରେ ପ୍ରଭାବ କମିବ। ତେଣୁ ଏହା ମୁଁ ଶାସ୍ତ୍ର ଅଧ୍ୟୟନ କରିକି ଯାହା ଜାଣିଛି ତାହା ଆପଣମାନଙ୍କୁ ଜଣେଇଦେଲି। ଆପଣମାନେ ଯେତେବେଳେ ଶାସ୍ତ୍ର ଅଧ୍ୟୟନ କରିବେ ସେତେବେଳେ ଏହା ଭୁଲ କି ଠିକ୍ ଜାଣିପାରିବେ। ଆପଣମାନେ ଏହି ଅଧ୍ୟାୟ ଶୁଣିଥିବାରୁ ଭଗବାନ ଆପଣଙ୍କୁ ମଙ୍ଗଳ କରନ୍ତୁ ଏବଂ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।